ସାର୍ ବିଜୁ ବାବୁ ଥିଲେ ସିଆଇ ଏଜେଣ୍ଟ, ଆମେ ନୁହଁ ନିଶିକାନ୍ତ ଦୁବେ ବିଜେପି ସାଂସଦ କହୁଛନ୍ତି। ଆପଣ ତ ବିଜୁ ବାବୁଙ୍କୁ ବହୁତ ପାଖରୁ ଦେଖୁଥିଲେ। ବିଜୁଙ୍କ ସମ୍ପର୍କରେ ଜାଣିନଥିବା ବ୍ୟକ୍ତି ଏଭଳି ଅରୁଚିକର ମନ୍ତବ୍ୟ ଦିଅନ୍ତି। ନିଶିକାନ୍ତ ଦୁବେ ଖାଲି ପାଗଳାମି ନୁହଁ, ଅଜ୍ଞତା ଏବଂ ମୂର୍ଖତା ଦୁଇଟା ଶବ୍ଦ ତାଙ୍କ ପାଇଁ ଲାଗିବ। ବିଜୁ ସିଆଇ ଏଜେଣ୍ଟ ନଥିଲେ, ବିଜୁ ବାବୁ ଆମେରିକାକୁ ଯାଇଥିଲେ ଭାରତ ସରକାରଙ୍କ ପ୍ରତିନିଧି ହେଇକି। ସେତେବେଳେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କିନ୍ତୁ ଭାରତ ସରକାର ତାଙ୍କୁ ପଠାଇଲେ, ସିଲେକ୍ସନ କଲେ, ଯେହେତୁ ସାମରିକ ରଣକୌଶଳରେ ବିଜୁଙ୍କର ଅଭିଜ୍ଞତା ଥିଲା। ଆଉ ବିଜୁଙ୍କର ଟିକେ ମାନେ ଆପଣ କହିବା କଥା ଏକ୍ସପର୍ଟ ଭାବରେ ସେ ଯାଇଥିଲେ। ନାଇଁ, ସେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଅଫିସିଆଲ ରିପ୍ରେଜେଣ୍ଟେଟିଭ। ଆଜ୍ଞା, ଅଫିସିଆଲି ପ୍ରାଇମ ମିନିଷ୍ଟର ତାଙ୍କୁ ପଠାଇଥିଲେ। କ୍ୟାବିନେଟ ଆପ୍ରୁଭ୍ କରିଛି ତାଙ୍କର ନିଯୁକ୍ତିକୁ। ଆଜ୍ଞା, ତାଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ତିଆରି ହେଇଥିଲା। କେନେଡିଙ୍କ ସାଙ୍ଗରେ ତାଙ୍କର ଭଲ ସମ୍ପର୍କ ଥିଲା। ଆମେରିକା ରାଷ୍ଟ୍ରପତି ଯାଇଥିଲେ। ଆମେରିକା ରାଷ୍ଟ୍ରପତି ସେ ଯାଇଥିଲେ। ନିଶିକାନ୍ତ ଦୁବେ ସେଥିରେ ଯୋଉ କହୁଛନ୍ତି ସିଆଇ ଏଜେଣ୍ଟ, ସେତେବେଳେ ସିଆଇଏ ନଥିଲା। ଆଜ୍ଞା ଆଜ୍ଞା, ସେତେବେଳେ ଗୋଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅଥରିଟି ନା କ'ଣ ଗୋଟେ କରିଥିଲେ ଆମେରିକା। ଦୁଇଟା ଏଜେନ୍ସି ଥିଲା। କିନ୍ତୁ ସେ ଅଫିସିଆଲି ଆମେରିକାର ସାହାଯ୍ୟ ସହଯୋଗ ଭାରତକୁ କରୁ, ଯେହେତୁ ରୁଷିଆ ଆମକୁ ବିରୋଧ କରୁଛି, ଆଜ୍ଞା, ଚୀନ ସାଙ୍ଗରେ ଘମାଘଟ ଲଢ଼େଇ ହେଉଛି, ସେଇଥିପାଇଁ ଆମେରିକାର ସାହାଯ୍ୟ ଦରକାର। ଆମେରିକା ସାହାଯ୍ୟଟାକୁ କୋର୍ଡିନେସନଟା କରିପାରିବେ। ଆଜ୍ଞା, ସିଆଇ ଏଜେଣ୍ଟ ହିସାବରେ ଏଭଳି ଅଭିହିତ କରିବା ଅତ୍ୟନ୍ତ ନିନ୍ଦନୀୟ। ଆଜ୍ଞା, ତେଣୁ ନିଶିକାନ୍ତ ଦୁବେ ସବୁବେଳେ ଏମିତିଆ ଅରୁଚିକର, ଅପ୍ରାସଙ୍ଗିକ ଏବଂ ଦାୟିତ୍ୱହୀନ ବିବୃତ୍ତି ଦିଅନ୍ତି। ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଜାଣିଛି। ଦ୍ୱିତୀୟ ପ୍ରଶ୍ନ ସେ ଉଠାଇଲେ ଚାରବାଟିଆରେ ସବୁ ଆମେରିକାନ ମାନେ ଆସି ରହିଲେ। ଚାରବାଟିଆ ସେତେବେଳେ ତିଆରି ହେଇନି, 62 ମସିହାରେ ଚାରବାଟିଆ ତିଆରି ହେଇନି, ସେ ଜାଣିନାହାନ୍ତି। ଚାରବାଟିଆ ଏୟାରବେସ୍ଟା ତିଆରି ହେଲା 1963 ମସିହାରେ। ତାପରେ ସରିବା ପାଇଁ କିଛି ସମୟ ଲାଗିଥିଲା। ତେଣୁ ସେ କୌଣସି ତଥ୍ୟ ନ ଜାଣିକରି ଏଭଳି ବିବୃତ୍ତି ଦେବା ଅତ୍ୟନ୍ତ ନିନ୍ଦନୀୟ। ଏହା ଓଡ଼ିଶାବାସୀଙ୍କୁ ଚରମ ଆଘାତ ଦେଇଛି। ଯେହେତୁ ଆମେ ବିଜୁଙ୍କୁ ପାଖରେ ଦେଖିଛୁ, ତାଙ୍କ ସାଙ୍ଗରେ କାମ କରିଛୁ, ଅତି ଘନିଷ୍ଠ ଭାବରେ କାମ କରିଛୁ, ତେଣୁ ଆମେ ଜାଣିଛୁ ବିଜୁଙ୍କୁ ଭଳି ଦେଶଭକ୍ତ ଆଉ ବୋଧେ କେହି ମିଳିବେନି। ଏମିତିଆ ମୁଁ ଯେତିକି ତାଙ୍କ ସାଙ୍ଗରେ ମିଶିଛି ଜାଣିଛି। ତେଣୁ ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦାଜନକ। ମୁଁ ସେଥିପାଇଁ ଆଜି ଦାବି କରିଥିଲି ଯେ ସେ ଅନକଣ୍ଡିସନାଲ ଆପୋଲୋଜି କରନ୍ତୁ, ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ। ଏତିକି ମୋର ମନ୍ତବ୍ୟ ଥିଲା ତାଙ୍କ